Hello guys, welcome to my new blog. ମୁଁ ଏବେ ଆସିଛି ଆପଣଙ୍କର ନୂଆ ବ୍ଲଗ ନେଇ। ଜୟ ଜଗନ୍ନାଥ, ଆଶା କରୁଛି ଆପଣମାନେ ଭଲ ଥିବେ। ଆମେ ଏବେ ଶୋଇଥିଲୁ ରିସେଣ୍ଟଲି ସେ ଭାଇ ଯାଉଛନ୍ତି ତାହେଲେ ମାଛ ଧରିବା ପାଇଁ। ସେମାନେ ଗଡ଼ିଆ ଶୁଖି ଯାଉଛି ନା ସେଇପାଇଁ କହୁଛନ୍ତି ମାଛ ଧରିବା ପାଇଁ। ଆମେ ଯିବୁ ଏ ମାଛ ଧରିବା ପାଇଁ। ଦେଖନ୍ତୁ ଆମେ ଶୋଇଛ ଉଠିନା ଏପଟେ ଆମର ଅନାଦି ଭଜନ ଶୁଣୁଛି ଧାର୍ମିକ ଲୋକ। ଆମେ ତ ଧାର୍ମିକ ନୁହଁ ବାବା ହେଇଯିବୁ ଆଗକୁ ଏ ଧାର୍ମିକ ହେଲେ ଆମେ ବାବା ହେଇଯିବୁ ଆଉ। ଆଉ ଆମର ତ ନିଶ ଦାଢି ତ ଉଠୁନି। ଉଠିଲେ କଣ ନିଶ ଦାଢି ଉଠୁନି। ମୋହନ ବାବୁ କହୁଛନ୍ତି ସୁଭଦ୍ରା ଯୋଜନା ଦବା ପାଇଁ ସୁଭଦ୍ରା ଯୋଜନା ବି ଦଉନି। ଆଉ କଣ କରିବା ଏଇଭଳି ସବୁ ଅଛି। ଦେଖୁନ ବାହାରକୁ ପଳେଇ ଆସିଲୁ। ବାହାରକୁ ଆସିକି ପାଣି ଫାଣି ଉଦା ହେଇକି ଆସି ଆମ ମାଛ ଡାକି ଗଲାଣି ଆମେ ଖଣ୍ଡ ଖସି ଦେଖିବା ତାପରେ କଣ ହଉଛି ଆଉ। କାଲି ଆମ ଆଉ ନା ତାଙ୍କୁ ସେଟା କୁହା ହବ ନା ସେ ମନା କରୁଛନ୍ତି ହେଲା କାଲି ଘର ଛାଡି ଏଭଳିଆ ସବୁ ଅଛି କିଛି। ଆମେ ଯିବା ମାଛ ଧରିବା ପାଇଁ। ଏଇଠି ଦେଖନ୍ତୁ ଏଇଠି ଆମ ମା ଲକ୍ଷ୍ମୀଙ୍କ ଫଟୋ ଅଛନ୍ତି। ଏଇଠି ଆମର ଲକ୍ଷ୍ମୀ ଫଟୋ ଅଛନ୍ତି। ଆମେ ଯିବୁ ଏବେ ଆଜି ଯାହା ହେଲେ ରବିବାର ଟା ଡ୍ୟୁଟି ତ ଛୁଟି। ମାଛ ଟିକେ ଧରିକି ଆଣିଲେ ମଙ୍ଗଳବାର ବୁଧବାର ଗୁରୁବାର ଶୁକ୍ରବାର ବଞ୍ଚି ରଖିକି ଖାଇବୁ। କେତେ ମାଛ ମୁଁ ଦେଖେଇ ହଉନି ବହୁତ ମାଛ। ଖାଲି ଥରେ ଗୋଟେ ମଶା ନେଇ ଟାଣିଦେବା। ମାଛ ଥରେ ଯାଇଥିଲୁ ମାଛ ଧରିବା ପାଇଁ ଗୋଟେ ଜଣଙ୍କ ମଶା ନେଇ ଶୋଇଥିଲା ରାତିଟା କାଟି ନେଇ ପଳେଇଲୁ। କାଟି ନେଇ ପଳେଇଲୁ ସିଏ ମାନେ ସକାଳୁ ଦେଖୁଛି ମଶୁରି ନାହିଁ ସିଏ ଆସିକି ପହଞ୍ଚିଲା ଆମେ ମାଛ ଧରି ଆଣେ ଗୋଟେ ବଡ ମାଛ ପଶିଯାଇଥିଲା ହେଲା। ବଡ ମାଛ ପଶିଯାଇଥିଲା ମାଇଲା ଗୋଟେ ମୁଣ୍ଡିଆ ତା ମଶୁରି ଚିରିଗଲା। ମଶୁରି ସେ ଆମକୁ ଧରି ସୁଧିଲା ପକେଇ ମଶୁରି ନେଇ ଯାଇଥିଲ ଆଉ ମାଛ ଫାଛ କାହିଁ ମାଛ ନାହିଁ। ସବୁ ମାନେ ମୁଣ୍ଡିଆ ମାରିଦେଲା ଆମର ଭାରି ପଳେଇଲା ଆଉ କଣ କରିବୁ ଆମେ। ପୁରା ସେଦିନ ମନ ଦୁଃଖରେ ଆଇଲୁ। ଆଉ କଣ କରିବା ଆସିକି ଏଇ କମଳ ଘୋରି ଘାରି ଶୋଇଲୁ। ଆଉ ହବ ନା ଏ ସହି ହବ ନା ଆଜ୍ଞା ଆମେ ହାରିଗଲୁ। ହାରିଗଲୁ ଆଜ୍ଞା ଏ ସହି ହବ ନା। ହଉ ମୁଁ ରଖେଇବି ଏବେ। ମୁଁ ସେପଟ ରୁମ ଗଲେ ରଖେଇବି ଏପଟ ଦି ଜଣ ଶୋଇଛ। ସେପଟକୁ ଗଲେ ଦେଖିବା କିଏ କଣ ହଉଛି କଣ କରୁଛି ଜାଲ ଫାଲ ଆଣିଲାଣି କି ନାଇଁ ଦେଖିବା ଆଉ। ଆଉ ମୋ ଦାଢି ହେଲାଣି ନା ନିଶ ହେଲାଣି କମେଣ୍ଟ ଟିକେ କରନି ନହେଲେ ସୁଭଦ୍ରା ଯୋଜନା ମିଳିବ ମତେ ଏଇନା ପୁଣି। ହଉ ହଉ ଅନାର ଦାଢି ଦେଖୁଛ ପୁରା ଫାଣ୍ଟାସି ଦାଢି। ମୁଁ ସେଇଟା ରଖିବି ବୋଲେ ହଉନି ଛେଳି ଦାଢି। ଛେଳି ଦାଢି ହେଲେ କଣ କରିବା। ସଖା ହେ ସଖା ହେ ଖା ହେ ସଖା ହେ। ହଁ ମୁଁ ଏପଟୁ ମୁଁ ଦେଖେଇବି କଣ କରୁଛନ୍ତି କଣ ନାହିଁ। ହେଲା ଗାଈ ଦେଖନ୍ତୁ ଆମେ ଏବେ ଆସିଗଲୁ ବ୍ରସ୍ ନେଇକି ବ୍ରସ୍ କରିଦେଇ ଯିବା ମାଛ ଧରିବା ପାଇଁ। ଏଇ ଦେଖ ଅନାଦି ନଖ କାଟୁଛି। ନଖ କାଟି ସାରିଲେ ଯିବ ନଖଟେ ନା କାଦୁର କିଚଡ଼ ଫିଚଡ଼ ହେଇକି ନଖ ଫଖ ଉଠିଯିବ। ସେ ପାଇଁ ଆମର ନଖ କାଟୁଛି। ଆମେ ଏଠି ଦାନ୍ତ ଘଷିବା ଦାନ୍ତ ରେଡି ହେଇଯିବା। ରେଡି ହେଇକି ଟିକେ ତାପରେ ଟିକେ ଭୋଜନ କରିଦବା। ମହାନ୍ତି ସକାଳୁ ଉଠି ରୋଷେଇ କରିସାରିଲେଣି। ଭୋଜନ କରିଦେଇକି ଯିବା ମାଛ ଧରିବା ପାଇଁ। ଆଉ ଦେଖ ଆମ ମସୁରୀ କୁଆଡେ ପଚିଗଲାଣି ହେଇ ଏଇ ମସୁରୀ ନେଇକି ଯିବୁ ରାତିରେ ଶୋଇଥାଉ ନା କାଟି ନେଇ ଏଇ ମସୁରୀ ନେଇକି ଯିବୁ ଯାଇକି ଆଣିବୁ। ଦେଖ ଥରେ ପୁରା ଟାଣିଦବ ମାନେ ମାଛ 10 କିଲୋ ପଶିଯାଏ। ଆଉ ଆମକୁ ସକାଳେ ଡାକୁଛନ୍ତି ମାଛ ଧରିବା ପାଇଁ ସିଏ ଅଛନ୍ତି ରୁମରେ ଦେଖିବା। ଓ ଭାଇ ଆମର ଚାଲିଛି ହେଇ ଶାଳ ଚାଲିଛି ଏପଟରେ ହେଇ ସିଏ ବି ରେଡି ହେଲେ ରୋଷେଇ ଫୋଷେଇ କରିକି ଖାଇକି ଯିବେ ମାଛ ଧରିବା ପାଇଁ। ଆଜି ମାଛ ହବ ନା ହବ ନା ପୁଳେଇ ହବ ହେଇ ଦେଖ ଏବେ ଆରମ୍ଭ ହେଲାଣି। ବାସ୍ ରୋଷେଇ ହବ ଖିଆ ହବ। ତାପରେ ଯିବା ଅନରେ ଦେଖ ଅନରେ ପୁରା ମାଛ ଧରିବା ପାଇଁ ରେଡି ହେଇଛି ନଖ ଫଖ କାଟି ପୁରା କିଚଡ଼ ଫିଚଡ଼ ବାହାର କରି ନଖରୁ ସେଇଟା ଅଛି। ଆଲଣା ବି ରେଡି ହେଲାଣି ଖାଲି ଖାଇବୁ ମାଛ ଧରିବା ପରେ ଦେଖାହବ। ହ୍ୟାଲୋ ଗାଇଜ ଆମେ ଏବେ ମୁହଁ ପର୍ଯ୍ୟନ୍ତ ରେଡି ହେଇଗଲୁ ଖାଇବା ପାଇଁ ବସିଗଲୁ। ଦେଖନ୍ତୁ ଆମର ଇଏ ଆମର ଅଛି ରସୁଣ। ଆପଣ ମାନେ ତ କେବେ ଦେଖିନଥିବେ ଦେଖନ୍ତୁ ଇଏ ଆମର ରସୁଣ। ତାପରେ ଏଇଭଳିଆ ଆମର ଅଛି ପଖାଳ ଭାତ। ଇଏ ଆମର ଅଛି କୋବି ସନ୍ତୁଳା ଆଉ ପଡିଥିଲା ସବୁ ଗାଜର ଫାଜର ମିଶି ସବୁ ବିଟ ଫିଟ ପଡିକି ହେଇଛି ଷ୍ଟାଇଲି। ଇଏ ଆମର ଆଜି ଅଗି ପୂର୍ଣ୍ଣିମା ତ ଦେଖନ୍ତୁ ଅନନ୍ୟ ସେପଟେ ଆମର ପୋଡିକି ଆଗେ ଆରମ୍ଭ କରୁଛି ହେଲା ପୋଡିକି ଆଣିଲେ ଖାଇବା ଆଜି ଅଗି ପୂର୍ଣ୍ଣିମା ସେଥିପାଇଁ ଏଇଭଳିଆ ସବୁ ଅଛି। ଆଉ ମୋ ରସୁଣ ଗୋଟେ କୁଆଡେ ପଳେଇଲା ହେଇ
ରସୁଣ ଦେଖନ୍ତୁ, ରସୁଣ ରହିବା ପାଖରେ ଭାତ ଆସିବ, ସେପଟରେ ଆମର ଅନାଦି ପୁଅ ଆଣିଲେ ଖାଇବୁ। ଓହୋ, ବସିଗଲୁ ଖାଇବା ପାଇଁ। ଅନାଦି ଆଣ ଜଲ୍ଦି ରେ, ଯିବା ପୁଣି ମାଛ ଧରିବା ପାଇଁ। ସେତିକି ବନ୍ଦ କର, ପୁଣି ଆଉ ଥରେ ଦେଖନ୍ତୁ, ଇଏ ଆମର ଅଛି କଞ୍ଚା ଲଙ୍କା, ଇଏ ଅଛି ତେନ୍ତୁଲି, ଇଏ ଅଛି ରସୁଣ, ଇଏ ଅଛି ଆମର କୋବି, ଇଏ ଅଛି ଟମାଟର ପୋଡ଼ା ହେଇଛି, ଆଜି ଅଗି ବନିଆନି ପୋଡ଼ା ହେଇଛି, ଆରମ୍ଭ ହବ ପୋଡ଼ା ପୋଡ଼ି। ଖାଇବା ଦେଖିବା ଆପଣ ମାନେ କୋଉଟା ଲାଗୁଛି। ସାଙ୍ଗମାନେ ବହୁତ ବାସ୍ନା ଟା ବହୁତ ବିୟୁଟିଫୁଲ, ପୁରା ଅନାଦି ଗାର୍ଲଫ୍ରେଣ୍ଡ ବାସ୍ନା ପୁରା ହଉଛି। କାଲି ମୁଁ ଦଖିଥିଲି ନା ଅନାଦି ଗାର୍ଲଫ୍ରେଣ୍ଡ କୁ। ମୋ ଗାର୍ଲଫ୍ରେଣ୍ଡ କହିଲା କାମ କରିକି ଫୋନ କରିବ ହେଲା। ଏବେ ତାକୁ ଟିକେ ଧୋଇଦବା, ଧୋଇ ସାରିଲା ପରେ ଦେଖିବା କୋଉଟା ଲାଗୁଛି। ଆଉ ଟିକେ ତୋରାଣି ଟିକେ ପକେଇଦିଅ, ପଖାଳ ଭାତ ତୋରାଣି ସେ ବହୁତ ଟେଷ୍ଟି। ଧୋଇଦେଲି ଏବେ ଟିକେ, ଦେଖ ପଡିଗଲା। ତୋରାଣି ଟିକେ ବାସ୍, ପକାଅ ପୁଅ। ଏବେ ଅନାଦି ଆମର ଦଳିଦବ। ତାପରେ ଆମର ଟିକେ କି ପାଣି କୁହନ୍ତି, ତୋରାଣି ପାଣି, ମାନେ ନା ଖଟା ପଖାଳ ପାଣି, ପାଣି। ପଖାଳ ପାଣି। ହଁ, ଓଡିଆରେ କହନ୍ତି, ଶୁଦ୍ଧ ଓଡିଆରେ ପଖାଳ ପାଣି କହିଲେ ଆମର। ଆଉ ପଖାଳ ପାଣି ଖାଇବୁ, ଟେଷ୍ଟି କୋଉଟା ଲାଗୁଛି କହିବା ପରେ। ଆମର ଲୁଣ ବି ଅଛି ଏଠି, ଲୁଣ, ଭାତ, କୋବି, ଇଏ ରସୁଣ ପିଆଜ ଅଦା ଫଦା ପଡିକି ସବୁ ହେଇଗଲା ଟେଷ୍ଟ। ଇଏ ଭାତ ବି ବଳିଛି। ହାଲୋ ଗାଈ ଦେଖନ୍ତୁ, ଆମର ଏବେ ତେନ୍ତୁଳି ଟିକେ କମ ହେଇଥିଲା, ମାନେ ପୁଣି ଆସିଲା ତେନ୍ତୁଳି ପିଲା, ପୁଣି ଭାତ ଆସିଲା। ଏବେ ଅନାଦି ବାଡେଇବ ଶୈଶରେ। ବାସ୍, ହଁ, ତେନ୍ତୁଳି ଗୁଡା ହେଲା ବାସ୍। ଆଉ ଟିକେ ଟିକେ ଖଟା ହଉଥିଲା, ପୁରା ପ୍ରବଳ ଖଟା ହେଇଗଲା। ଏବେ ଟିକେ ଭଲ ଲାଗିବ, ରାଗ ହେଇଥିଲା ପୁରା ଖଟା ଟିକେ ହେଇଗଲା, ଭଲ ଲାଗିଲା। କି ଟେଷ୍ଟି। ଏବେ ଖାଇବା, ପୁଣି ଦେଖିବା କୋଉଟା ଟେଷ୍ଟି ଲାଗୁଛି। ଏବେ ଦେଖ, ଆମେ ଆଉଛେ ମାଛ ଧରିବା ଜାଲ, ଏପଟେ ଡ୍ରମ, ଇଏ ଆମର ଭାଇ, ବଡ ଭାଇ ଯିବ ମାଛ ଧରିଲେ ମାନେ ଆମେ ଧରିବୁ। ବଡ ଭାଇ ମାଛ ଧରିବ ମାନେ ଷଣ୍ଢ ପଶିବ ମାନେ ଗାଈ ପୁରା ଗରିମି ଛାଡୁ ଆସିବେ। ବାସ୍, ଏଇ ନା ବାସ୍। ଦେଖନ୍ତୁ ଜାଲ ଫାଲ ନେଇ ଯାଉଛୁ ମାଛ ଧରିବା ପାଇଁ। ଜାଲଟା ଦେଖନ୍ତୁ ଖୋଲି ଇଏ ଦେଖନ୍ତୁ। ଆମ କଲୁନ ତ ଦେଖିଥିବ ଆପଣ ମାନେ ଆଉ। କଲୁନି ଆଉ କଣଟା ଏଟା, ଯିବୁ ମାଛ ଧରିବା ପାଇଁ। ମାଛ ଧରିକି ଆସିଲେ, ମାଛ ଧରାର ଦେଖେଇବି କେତେ କେତେ ମାଛ ହଉଛନ୍ତି। ସୋରୁମ ଅଛି, ଆ ଭିତରେ ଆମର ସୋରୁମ ଅଛନ୍ତି, ବଡ ଭାଇ କହିଲେ ସୋରୁମ ମାନେ ସୋରୁମ। ବଡ ଭାଇ କହିଲେ ସୋରୁମ ଅଛି, ଦେଖାଯିବି ଆଉ ଥରେ ଭିଡିଓ କରୁ ସନ୍ଧ୍ୟା ବେଳକୁ ଦେଖାଯିବ। ଏବେ ଦେଖୁନ, ଏବେ ଆମେ ଯାଉଛୁ, ଦେଖା ହବ ନା କଣ, ସୋରୁମ ଅଛି, ସୋରୁମ ଭିତରେ ସୋରୁମ ଅଛି, ମାଛ ଧରିବା ପାଇଁ ମାଛ ଧରିବା ପାଇଁ ସୋରୁମ ଯାଉଛି। ହଁ, ହେଇ ଗାଡି ଆମର ସବୁ ପାର୍କିଂ ହେଇଛି ସୋରୁମ ଆମର, ଦେଖିପାରୁଥିବ। ଇଏ ସବୁ ଆସିଲେନି ଖାଇବା ପାଇଁ। ଆମେ ପୁଣି ଆମେ ଆଜି ଛୁଟି ହେଇଗଲା, କଣ 10ଟା ରୁ ଛୁଟି ହେଇଗଲା। ଆମେ ଏବେ ଯିବୁ, 8ଟାରୁ 10:30 ଗୋଟେ ହାଜିରି। ବାସ୍, 8ଟାରୁ 10:30 ଗୋଟେ ହାଜିରି, 2.5 ଘଣ୍ଟାରେ ଗୋଟେ ହାଜିରି। ଆମ ଅନାଦି କୁଆଡେ ପଳେଇଲାଣି। ଅନାଦି ଗଲା ପାଣି ପାଇଁ, ପାଣି ନେଇ ଆସୁ, ପୁଣି ଷ୍ଟାର୍ଟ କରିବା। ଅନାଦି ଆସିଲା, ଅନାଦି ପାଣି ପାଣି ନେଇକି ଆସୁଛି, ପାଣି ଅନାଦି ପାଣି ଭରୁଛି। ପାଣି ଭରିକି ଆଣିଲେ ଆମେ ମାଛ ଧରିବା ପାଇଁ। ମାଛ ଦେଖିବ ବହୁତ ମାଛ। ଅନାଦି ବାବୁ ଆଗେଆ, ଡନ୍ ଡନ୍, ବାସ୍, ଆଜାओ ଆଜାओ ଆଜାओ। ଯାଉଥିଲୁ ନା, ଏବେ ଆସିକି ଆମେ ବସିଯାଇଛୁ ଆମର କୋଳି ଗଛ ବାହାରେ। ଏଇ କୋଳି ଗଛ ସେଦିନ ଭିଡିଓ କରିଥିଲି। ଏଇଠୁ କୋଳି ବାହାରିବ, କୋଳି ନେଇକି ଯିବୁ, ବାସ୍ ପାଣିରେ ପଡିବୁ, ଖାଇବୁ, ମାଛ ଧରିବୁ, ପୁଣି ରିଟର୍ନ କରିବୁ। ବାସ୍, ଅନାଦି ଭାଇ ଆମର ତ ଟେନସନ, ଗାର୍ଲଫ୍ରେଣ୍ଡ ଟେନସନ। ଗାର୍ଲଫ୍ରେଣ୍ଡ ତାକୁ ମୁଁ କାଲି କହିଦେଇଛି, କଣ କହିଛି କି ଜାଣିଛି, ଗାର୍ଲଫ୍ରେଣ୍ଡ ଛାଡି ପଳେଇଛି, କଣ କରିବା। ସେଇପାଇଁ ଦାଢି ଫାଡି ରଖି ବାବା ଭାବୁଛି, ଆଉ କଣ କରିବା। ଏପଟେ ଦେଖନ୍ତୁ, ମୁଁ ଦେଖଉଛି, ହେଇ ବସିଲା ଫୋନ କରନୁ ତତେ କହୁଛୁ ବାହା ଭିଡିଓ ବୁଲେଇ ଧର, ଭିଡିଓ ବୁଲେଇ ଧର। ହେଇ ହେଇ ଏ ର ଏ ବଟ୍ଟା ପାଇଯିବ, ଚାଲ। ଏ ଭିଡିଓ କାଟେ ବସିଥିବେ। ହ୍ୟାଲୋ ଗାଇସ୍, ଆପଣ ମାନେ କମେଣ୍ଟ କରନ୍ତୁ ଯେ କି ବଡ ମାଛଟା ପଡିଛି, ବହୁତ ଖୁସି ହଉଛନ୍ତି। ଆଉ ଇଏ ଭାଇ ଦେଖ କଣ ହେଇଛି, ପୁରା ପାଣିରେ ବୁଡିକି। ଆପଣ ମାନେ କମେଣ୍ଟରେ କହିବେ। ହ୍ୟାଲୋ ଗାଇସ୍, ଦେଖନ୍ତୁ ମୁହଁ ସିଧା। ହ୍ୟାଲୋ ଗାଇସ୍, ଦେଖନ୍ତୁ ଆମେ ଏବେ ଦେଖନ୍ତୁ ମୋ ଅବସ୍ଥା ଏଇଭଳିଆ ହେଇଯାଇଛି। ମୁଁ ତା ଭିତରୁ ମାନେ ଇଏ ଟନେଲ ପୁରା ଅଛି। ଇଏ ଟନେଲ ଏପଟ ମୁଣ୍ଡରୁ ସେପଟ ମୁଣ୍ଡକୁ ପୁରା ଟାଣି ଟାଣି ଯିବ ମାଛ। ମୁଣ୍ଡ ଖରାପ, ମାଛ ଏଇ ଧରିକି ଦେଖନ୍ତୁ, ପାଣି ବେକେ ହବ, ପାଣି ଉଦା ନାନ ଖାନ ହେଇଗଲୁଣି। ଆଗ ଦେଖନ୍ତୁ ଆମର ଏତିକି ମାଛ ପକେଇଥିବେ। ମାଛ କେତେ ମାଛ ଆମର ଆସୁଛନ୍ତି ଏକାଥର।
हे हमर आलोक नाही सेपटे हमर उदा है कि माछ टाणी कांचे से ये परिश्रम फल आलोना मिलिबो भाई देखंतु माछ एते बढ़िया माछ गाँ ଗାଁ माछ ଭଳିଆ ମାଛ ନଥିବ ଡବଲ ମାଛ ଏ ଚୁନା ପକା ନା ଚୁନା ସବୁ ଛାଡି ଦିଅ चुंगुर चुंगुर नहीं जा रूम को देखंतु भाई आपण कहबे ये की माछ देखंतु ये की माछ हमर ये हला आ भीतर यही को बहुत अछंती देखो देसी गो पूरा देसी गाँ को जे कि बहुत दिन जीव मासे मासे धरी देखो सेपट देख हे देखंतु हां माहुत बछ अछंती हां भाई को तमे किछि हां हेलो नमस्कार आमे तीन जण ऊपर अछो देखो आमे तीन जण ऊपर अछंतो ये तीन जण तळे अछंती यही तीन जण ही माछ धरिबे यही हम टान टान नदी नेबे देखो आप केता बहुत माछ छथि हां हां हे देखो आलोना पहरिबे पोखरी एबे पट्टा जिबु आगु को जिबु कहि देलु गास मन ए भले आगु जिवो ता पछटा बड़ पोखरी छे कंटा थिबो आराम से लेडीज अछंती आमे तांको भी जाके टिके सेठी किछि कन्फ्यूज करि परिमु हां बस देखो टान टान बा ऊपर नेबे केते माछ पछ देखियो ओए पळेबा ऊपर को सब सेपट जे सबटु बुलेलाम सबटु पळेबा देखो जांगे ता भीतर खाली माछ किंतु माने बड़ हमर अनादी हेई अनादी डार्लिंग उसे भी उदा है गुडसलानी तांको परिश्रम फल एति की ये तो समस्त फल परिश्रम होला ये तो गुटे गुटे पड़िबो देखंतु से हम धर दिन माछ व्हाट इज द जोक देखो देखो तो केते उठिला सेउरो हेलो गाइस माछ कहउचंदी प्रबल अछि किंतु पानी ज्यादा ये हम टनल भीतर माछ बहुत अछंती देखो एई भलिया टन पूरा केते बाट धर हम कंपनी रो हम रूम एई भलिया सब अछंती ए देखो ये भाई किसी कहि दो तमे हेलो गाइस देखो हम तलाब ऊपर आसो तलाब रे माछ धराब देखो तलाब रे हेई माछ तलाब रे धराब अपन तलाब माछ कोड़े मुरा मदरा करी पहे दे जाउथिन मु दमाले मोरि जो फटा हेजु तांतरे ये भाई हमन सब बळे डाकुथुनी हम केते बळे जाउनथुनी सकाळे हम सुइथिलु हम डाकी चल जा माछ धरिया हम आसिलु जेम एबे कहउछन मु टोटल जिमी ना पसे ये भाई सब गलती एई भली किछ अछि ना 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 माछ किंतु माछ किंतु बहुत मारे छै माछ सांगाते खाली धरि पाला से ता टनल भीतर पसलु माछ पुळे भाला हे महांती भाई आ से भाई हमर टान नै गलेनी राजनगर डिस्ट्रिक्ट बाबू राजनगर नै गलेनी तापर जिबा देखिया केते माछ जन उठेला बळे ए सपोर्ट आसी हम पटासु देखिया कोन होची तू अन्न दे हमर बाल्टी धरि जाउची माछ धरबे एसी भी सब हमर पसिलेनी देखंतु ये दिया हम दी जण हमर नरम चमड़ा वाला जाउछन गाधे माछ धरिया पई नरम चमड़ा जाउछन ओ थ गुडे टान नै ना चलो हे हमर डन हेलो गाइस बहुत पानी जे कि थळ दउने पहुरी की जाल टानिया बहुत कष्टकर कथा बहुत कष्टकर कथा ये दी जण माछ धरि परे ना खाली जाइछनी एन्जॉय करिया पे खाली एन्जॉय करे गाइछनी हमर माछ दळिया लोक रे से बळा पॉकेट पॉकेट बांधी पूरा पखाळा भात अंडा भुजिया बाडे की पूरा आइछंती पूरा मेहनत करिया को मेहनत फल बहुत मिठा होइताय तू सीए चार जण माछ धरिबे चार जण से माछ धरछनी आमे दी जण एक्चुअली माछ ऊपर छणे पखाळा दी जण खाइ गए सी वाला किछि खाने आमे पखाळा खाइ गए से मानले पसी आमे एडी छिडा वीडियो में पखाळा खाइ गए आमे वीडियो देखो ए भली सब हमर अछि पानी अछि माछ अछि सब किछि अछि देखंतु देखिछो माछ बहुत अछन खाली वीडियो में मु आकु नै जिमि सेडू देखो मु जाउ जे बाल्टी धरि की जाउची माछ धरिया पई माछ नै की जिबू रुसेई करिवु खाइबु तापर जा हबो ना ब्लॉग रे जुड़ी रहंतु केते माछ लास्ट होला देखैबी
ଭାଇ ଆକ୍ଚୁଆଲି ଦେଖ ମାଛ କେତେ ଜୋର ମାରିଛନ୍ତି ଦେଖ ମାଛ ବହୁତ ଦେଖ ମୁଁ ଦେଖଉଛି ଭାଇ କେତେ ଜୋର ମାରିଛନ୍ତି ମାଛ ଦେଖୁଛୁ ବହୁତ ମାଛ ଓ ମାନ୍ତି ଟିକେ ପଛରେ କେତେ ମାରିଛନ୍ତି ଦେଖନି ଏ ଯୋଉ ମାଛ ଦେଖୁଛ ବହୁତ ମାଛ ନା ବଡ ବଡ ଦେଖୁନ ପ୍ଲାନିଂ ହଉଛି ମାଛ ଧରା ହବ ପ୍ଲାନିଂ ପରେ ମାଛ ରଖା ମାନେ କେତେ ମାଛ ଅଛନ୍ତି ଧରାଯିବ ପ୍ଲାନିଂ ସରିଲା ପରେ ହଁ ରସି ଏବେ ଏଠି ପଡିଛି ପୁଳେ ତଳୁ ଉପର ମାନେ ଚାଲିବ ଗୋଟେ ଗୋଟେ ରଡ ଅଛି ବାହାରିଛି ସେ ରଡ ଘଷି ହାତଟା ଆଗକୁ ରଖିବ ହାତରେ ରଡ ବାଜିବ ଗୋଡ ରଖିଥିବ ଚାଲ ଦେଖୁଛି କୋହଳିଆ ମାଛ ଧରୁଛନ୍ତି ତା ଭିତରେ ତାପରେ ଆଉ ରଡ ଫଡ କିଛି ନାହିଁ ଆରାମସେ ଚାଲିବ ସେ ଗୋଟେ ଗୋଟେ 2 ଫୁଟ 3 ଫୁଟ ଛାଡିକି ଗୋଟେ ଗୋଟେ ରଡ ଦେଖୁଛ ଗୋଳା ଧରୁଛନ୍ତି ଏଇଟା ଆମର ଲାଷ୍ଟ ଥର ଆସିଲେ ମାଛ ଧରି ଉଠି ନେଇ ପଳେଇବୁ ରୁମ ରେ ଭାଜିକି ଖାଇବା 12ଟା 1 ବାଜିଲାଣି ଖାଇସାରିକି ତାପରେ ଦେଖିବା ଶୋଇବା ବ୍ଲଗ ବନେଇବା ନା ବ୍ଲଗ ତ ମାଛ ଧରା ସରିଲେ ଏଣ୍ଡ କରିଦେବି ହଁ ଦେଖନ୍ତୁ ମୁଁ ଦେଖୁଛି ହ୍ୟାଲୋ ଗାଇସ୍ ଦେଖନ୍ତୁ ଆମର ମାଛ ଧରାଳି ବହୁତ ମେହନତ କରୁଛନ୍ତି କୋହଳିଆ ମେହନତ କରୁଛନ୍ତି ଦେଖିପାରୁଥିବ ଆମେ ଆପଣ ମାନେ ତ ଜାଣିନଥିବେ ଦେଖାଉଛି ହଁ ଯୋଉ ମେହନତରେ ମାଛ ଧରୁଛନ୍ତି କେବଳ ମାଛ ଧରାଳି ମାନଙ୍କୁ ହିଁ ଜଣା ଅଛି କିଲେ ଧରିବା ପାଇଁ ଅଧ କିଲୋ ଥବ ବହୁତ ମେହନତ କରୁଛନ୍ତି ମାନେ ଟୋଟାଲ ସେପଟୁ ହେଲା ଅଧ କିଲୋ ଥବ ମୁଁ ଏଇଠି ଜାଲ ବସେଇଛି ତା ଦେହରେ ମାଛ ପଡିଯିବ ନ ପଡେ ଜାଣିନି ମୁଁ ଇଏ ବୁଦ୍ଧି ନା ମୋ ବାଳ ଦେଖନ୍ତୁ ଆମର ଏବେ ମାଛ ଧରା ସରିଗଲା ଆମେ ବେଡି ମରେ ଭାଇ ରୁମ ଯାଉଛୁ ଏବେ ଏ ସବୁ ଚାଲିଲେ ଆମେ ଅନାଦରେ ମୋର ଭାଇ ଆମେ ଏପଟେ ଚାଲିମୁ ଆରେ ତୁ ଚପଲ ଦେ ତୁ ଏରା ପିନ୍ଧି ଯା ଘରେ ଥୋଇଦବୁ ଚାଲିଲୁ ଏବେ ଆମେ ଦେଖନ୍ତୁ ସିଏ ତାଙ୍କର ସେପଟେ ଯିବେ ଆମେ କାନ୍ଧରେ ପକେଇମୁ ବେଗ ଚାଲିମୁ ଯାଏ ରୁମ ଦେଖାହବ ମାଛ କେତେ ଧଇଲୁ ନାହିଁ କଣ ଅଛି ବଛା ହବ ତାପରେ ଦେଖାହବ ଏ ଆମ ସାଇଡ ପାଖରେ ଗଡିଆ ଅଛି ଇଏ ବି ଗୋଟେ ଗଡିଆ କେତେବେଳେ ଧରିଆ ମୋ ମନ ହେଲେ ଧରା ହବ ଏଠି ଆମର ବୋରିଂ ଗୁଡା ଖୋଳା ହେଇଛି ଏଇଟା ସବୁ ବିଲ୍ଡିଂ ଅଛି ଆମେ ଏଭଳିଆ ଯାଉଛୁ ତ ଆଉ ରୁମ ଗଲେ ଦେଖାହବ ଆପଣଙ୍କ ସହ ସେମାନେ କହିଲେ ହାଇ କରିଦେଇଥାଉ ଦେଖନ୍ତୁ ଆମେ ମାଛ ଧରିକି ଆଣିଥିଲୁ ତାର ଏଇଟା ପରିଣାମ ମାନେ ଟିକେ ଆମେ ଯୋଉ କଷ୍ଟର ଫଳ ଏଇଟା ଦେଖନ୍ତୁ ଏ ସବୁ ଖାଉଛୁ କି ଆମ ଆଲ ନା ବହୁତ କଷ୍ଟ ଟମାଟର ଚାଟଣି ଆଳୁ ଚୋଖା ମାଛ ଫ୍ରାଏ ହେଲା ମାନେ ଏଇ କାରଣ ସନ୍ଧ୍ୟା ବେଳକୁ ଆପଣମାନେ ରଖିବି କ'ଣ ଆମର ରୋଷେଇ ହବ ଆଉ ଏ ମାଛ ହବ ନା ସନ୍ଧ୍ୟା ବେଳକୁ ମଟନ ପଡ଼ିଚାଲିବ ମଟନ ଚିକେନ ଏଇ ଆମର ବାବୁ ଖାଉଛନ୍ତି ଚିକେନ ଗୋଡା ଆସିବ ମାଲ ପିଇବା ପାଇଁ ବାସ୍ ଉଡ଼ିବ ଆପଣମାନେ କିଏ ଯଦି ପିଓ ପିଇବ କହିବ ଯୋଗାଯୋଗ ମୋ ନମ୍ବର ଦେବି ମୁଁ ତାକୁ ଯୋଗାଯୋଗ କରିବ ବାସ୍ ହଉ ଆମେ ଖାଇସାରୁ ଆପଣଙ୍କୁ ଦେଖେଇବୁ ଦେଖନ୍ତୁ ଆମର ଭାତ ଅଛି ଚାवल ଅଛି ଆଗରେ ଆମର କଉ ଅଛି ଇଏ ବି ଆମର କଉ ଅଛି ଖାଇସାରୁ ଆପଣଙ୍କୁ ଦେଖେଇବୁ ହ୍ୟାଲୋ ଗାଇଜ ଆମର ଏବେ ଖିଆ ପିଆ ସରିଗଲା ବାସନ ଧୋଆ ବି ରେଡି ହେଇଗଲା ଖାଲି ଖାଇବି ଏବେ ରେଷ୍ଟ କରିକି ଯିବୁ ମାର୍କେଟ ଆପଣମାନଙ୍କ ସହିତ କାଲି ଦେଖା ହବ ନୂଆ ବ୍ଲକରେ ସେ ପର୍ଯ୍ୟନ୍ତ ଯୋଡ଼ି ହେଇ ରୁହନ୍ତୁ ରହୁଛି ବାଏ ବାଏ।